ଯେତେ ଶୀଘ୍ର ପାରୁଛ ତେହରାନ ଛାଡ଼, ନଚେତ୍ ଆଗକୁ ସ୍ଥିତି ଆହୁରି ଜଟିଳ ହେବ। ଇସ୍ରାଏଲ ଇରାନ ଯୁଦ୍ଧ ଭିତରେ ତେହରାନ ଛାଡ଼ିବାକୁ ଲୋକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବା ଅପିଲ କରିଛନ୍ତି ଟ୍ରମ୍ପ। ସୋସିଆଲ ମିଡିଆରେ ପୋଷ୍ଟ କରି ତତ୍କ୍ଷଣାତ୍ ଇରାନର ରାଜଧାନୀ ତେହରାନ ଛାଡ଼ିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହିତ ଇରାନକୁ ପୁଣି ଥରେ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଇରାନକୁ କେବେ ବି ପରମାଣୁ ଅସ୍ତ୍ର ବନାଇବାକୁ ଦିଆଯିବ ନାହିଁ। ବାରମ୍ବାର ଟ୍ରମ୍ପ ଏଭଳି ଚେତାବନୀ ଦେଉଥିବା ବେଳେ ଶୀଘ୍ର ଲୋକଙ୍କୁ ତେହରାନ ଛାଡ଼ିଯିବାକୁ କହିଛନ୍ତି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ରିପୋର୍ଟ ଅନୁସାରେ ଇରାନବାସୀଙ୍କୁ ଶୀଘ୍ର ତେହରାନ ଖାଲି କରିବାକୁ କହିଛନ୍ତି ଟ୍ରମ୍ପ। ଇସ୍ରାଏଲ ଲଗାତାର ଭାବେ ଆକାଶ ମାର୍ଗରୁ ଇରାନ ଉପରେ ମିସାଇଲ ବର୍ଷା କରୁଥିବା ବେଳେ ଏଭଳି ଅପିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଇରାନର ଷ୍ଟେଟ୍ ବ୍ରଡକାଷ୍ଟର ମୁଖ୍ୟାଳୟକୁ ଟାର୍ଗେଟ କରି ଇସ୍ରାଏଲ ବୋମା ମାଡ଼ କରିବା ପରେ ସ୍ଥିତି ଆହୁରି ଜଟିଳ ହେବାକୁ ଲାଗିଛି। ଆଉ ଏହାରି ଭିତରେ ଜାତିସଂଘର ନ୍ୟୁକ୍ଲିୟର ୱାଚଡଗ୍ କହିଛି ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ତେବେ 5 ଦିନ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକାକୁ ମଧ୍ୟସ୍ଥି କରିବାକୁ ଇରାନ ଅନୁରୋଧ କରିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ରୁମ୍।